ବର୍ତ୍ତମାନ ଅଙ୍ଗନବାଡ଼ି ଭଉଣୀମାନଙ୍କ ପାଇଁ ବଡ଼ ଖବର ଆସିଲା। ଦରମା ବୃଦ୍ଧି ପାଇଁ ବଡ଼ ନିଷ୍ପତ୍ତି। ଏବେ ସେମାନଙ୍କୁ ଅଧିକ ଦରମା ମିଳିବ। ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଦରମା ବୃଦ୍ଧିକୁ ନେଇ ସରକାରଙ୍କ ତରଫରୁ କ'ଣ ରହିଛି ନୂଆ ଅପଡେଟ୍। ଯଦି ଆପଣ ଜଣେ ଅଙ୍ଗନବାଡ଼ି କର୍ମୀ ଅଟନ୍ତି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ତରଫରୁ କ'ଣ ରହିଛି ନୂଆ ଅପଡେଟ୍, ଆପଣମାନଙ୍କର ଦରମା ବୃଦ୍ଧିକୁ ନେଇ ସରକାର କ'ଣ ବଡ଼ ନିଷ୍ପତ୍ତି ରଖିଛନ୍ତି, ଏହାର ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ସୂଚନା ଗୁଡ଼ିକ ଆସିବ ଏବଂ ଯେଉଁ ଯୋଜନା ଗୁଡ଼ିକ ନୂଆ ଆସିବ ସେହି ଯୋଜନା ଗୁଡ଼ିକର ଆପଣ ସମ୍ପୂର୍ଣ୍ଣ ସୂଚନା ଆବେଦନ ପ୍ରକ୍ରିୟା ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଆଗ ଜାଣିବାକୁ ପାଇବେ। ଦେଶବ୍ୟାପୀ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆସିଛି। ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଏବେ ସରକାରଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପାଇଛନ୍ତି। ଏହି ଦରମା ବୃଦ୍ଧି କେବଳ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ନାହିଁ, ବରଂ ସେମାନଙ୍କ କାମ ପ୍ରତି ସମ୍ମାନ ଏବଂ ପ୍ରେରଣା ମଧ୍ୟ ବୃଦ୍ଧି କରିବ। ଅଙ୍ଗନବାଡ଼ି ଦରମା ବୃଦ୍ଧି କାହିଁକି ଆବଶ୍ୟକତା ଥିଲା? ଦେଖନ୍ତୁ, ଅଙ୍ଗନବାଡ଼ି କର୍ମୀଙ୍କ କାମ କେବଳ ପିଲାମାନଙ୍କୁ ପୁଷ୍ଟିସାର ଯୋଗାଇବା କିମ୍ବା ରେକର୍ଡ ରଖିବା ବ୍ୟତୀତ ଅନ୍ୟ କିଛି ନୁହେଁ। ସେମାନେ ସମାଜର ମୂଳଦୁଆକୁ ମଜବୁତ କରନ୍ତି। ସେମାନେ ଘରକୁ ଘର ଯାଇ ପରିବାରକୁ ପୁଷ୍ଟିସାର, ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥାନ୍ତି। କୁପୋଷଣର ଗମ୍ଭୀର ସମସ୍ୟା ମୁକାବିଲା କରିବାରେ ସେମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ଷ ବର୍ଷ ଧରି ଅଙ୍ଗନବାଡ଼ି କର୍ମୀମାନେ କମ୍ ମାନପତ୍ର ପାଇଁ ଭାରି କାର୍ଯ୍ୟଭାର ବହନ କରୁଥିଲେ। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ସତ୍ତ୍ୱେ ସେମାନଙ୍କର ଦରମା ଆଶାନୁରୂପ ବୃଦ୍ଧି ପାଇନଥିଲା, ଯାହାଫଳରେ ସେମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଫଳରେ ଦରମା ବୃଦ୍ଧି ପାଇଁ ଦାବି ଲଗାତାର ହୋଇ ଆସୁଥିଲା। ଦରମା ବୃଦ୍ଧି ସମ୍ପର୍କରେ ନୂଆ ନିଷ୍ପତ୍ତି କ'ଣ ରହିଛି? ସରକାରଙ୍କ ଏକ ନୂତନ ନିଷ୍ପତ୍ତି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ମାନପତ୍ରରେ ଯଥେଷ୍ଟ ବୃଦ୍ଧି କରିଛି। ଯଦିଓ ଏହି ବୃଦ୍ଧି ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ, ସାମଗ୍ରିକ ଭାବରେ ଏହି ନିଷ୍ପତ୍ତି ସେମାନଙ୍କ ଜୀବନମାନରେ ଉନ୍ନତି ଆଣିବ। କିଛି ରାଜ୍ୟ ଶ୍ରମିକ ପାଇଁ ହଜାର ହଜାର ଟଙ୍କାର ସମ୍ମାନ ରାଶି ବୃଦ୍ଧି ଘୋଷଣା କରିଛନ୍ତି, ଯେତେବେଳେ ସହାୟିକାଙ୍କ ସମ୍ମାନ ମଧ୍ୟ ବୃଦ୍ଧି କରାଯାଇଛି। ଏହା ସହିତ ଅନେକ ରାଜ୍ୟ ଅତିରିକ୍ତ ପ୍ରୋତ୍ସାହନ ଏବଂ କାର୍ଯ୍ୟଦକ୍ଷତା ଭିତ୍ତିକ ଲାଭ ଯୋଜନା କରୁଛନ୍ତି। ଦରମା ବୃଦ୍ଧିରୁ ଅଙ୍ଗନବାଡ଼ି ଭଉଣୀମାନେ କ'ଣ ଲାଭ ପାଇବେ? ଏହି ଦରମା ବୃଦ୍ଧି ଦ୍ୱାରା ଅଙ୍ଗନବାଡ଼ି ଭଉଣୀମାନେ ସିଧାସଳଖ ଲାଭବାନ ହେବେ। ଏହା ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ଏବଂ ସେମାନେ ସେମାନଙ୍କ ପରିବାରର ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିପାରିବେ। ଏହା ବ୍ୟତୀତ ବର୍ଦ୍ଧିତ ପାରିଶ୍ରମିକ ସେମାନଙ୍କର ଆତ୍ମସମ୍ମାନ ଏବଂ କାମ ପ୍ରତି ପ୍ରେରଣାକୁ ମଧ୍ୟ ବୃଦ୍ଧି କରିବ। ଯେତେବେଳେ ଜଣେ କର୍ମଚାରୀ ତାଙ୍କ କାମ ସହିତ ସମାନ ସମ୍ମାନ ଏବଂ ଉଚିତ ପାରିଶ୍ରମିକ ପାଆନ୍ତି, ସେମାନଙ୍କର ଦକ୍ଷତା ଏବଂ ନିଷ୍ଠା ଉଭୟ ବୃଦ୍ଧି ପାଏ। ପିଲା ଏବଂ ମା ମାନେ ମଧ୍ୟ ପରୋକ୍ଷ ଭାବରେ ଲାଭାନ୍ୱିତ ହେବା ପାଇଁ ଯାଉଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟର ଗୁଣବତ୍ତା ମଧ୍ୟ ଉନ୍ନତ ହେବ। ଯେତେବେଳେ ସେମାନେ ଆର୍ଥିକ ଚାପ ବିନା ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରନ୍ତି, ସେତେବେଳେ ପିଲା ଏବଂ ମା ମାନଙ୍କର ଯତ୍ନ ଅଧିକ ପ୍ରଭାବଶାଳୀ ଭାବରେ ନିଆଯାଇପାରିବ। ଉନ୍ନତ ପୁଷ୍ଟିକର କାର୍ଯ୍ୟକ୍ରମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଅଭିଯାନ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ। ଏହା କୁପୋଷଣ ହାର ହ୍ରାସ କରିବାରେ ଏବଂ ମାତୃ ଏବଂ ବିଶ୍ୱ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ବହୁ ଦିନର ଦାବି ପୂରଣ ହେଲା କି? ପ୍ରଶ୍ନ ଆସୁଥିବ। ଅଙ୍ଗନବାଡ଼ି କର୍ମୀମାନେ ମାନପତ୍ର ଏବଂ ସୁବିଧା ବୃଦ୍ଧି ପାଇଁ ବାରମ୍ବାର ସ୍ୱର ଉଠାଉଛନ୍ତି। ଆପଣ ଜାଣିଥିବେ, ଅନେକ ରାଜ୍ୟରେ ସେମାନେ ପ୍ରତିବାଦ ଏବଂ ସ୍ମାରକପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ସେମାନଙ୍କର ଦାବି ପହଞ୍ଚାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସେମାନଙ୍କ କଠିନ ପରିଶ୍ରମ ଏବଂ ସଂଘର୍ଷର ବିଜୟ ଭାବରେ ଦେଖାଯାଉଛି। ଏହା ଏକ ବାର୍ତ୍ତା ମଧ୍ୟ ଦେଇଛି ଯେ ସମାଜର ଗୁରୁତ୍ୱପୂର୍ଣ୍ଣ ବର୍ଗର ଦାବିକୁ ଅଣଦେଖା କରାଯାଇପାରିବ ନାହିଁ। ଭବିଷ୍ୟତରେ ଆହୁରି ଉନ୍ନତିର ସମ୍ଭାବନା ଅଛି କି? ତ ଆପଣଙ୍କର ବି ପ୍ରଶ୍ନ ରହିଥିବ। ଦେଖନ୍ତୁ, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ଏକ ସକାରାତ୍ମକ ପ୍ରାରମ୍ଭ। ଭବିଷ୍ୟତରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା, ପେନ୍ସନ୍ ଯୋଜନା
ଏବଂ ତାଲିମ କାର୍ଯ୍ୟକ୍ରମ ଭଳି ଅଧିକ ସେବାକୁ ସୁଦୃଢ଼ କରାଯାଇପାରିବ। ଯଦି ଏହି କ୍ଷେତ୍ରଗୁଡ଼ିକରେ ଉନ୍ନତି ନିଆଯାଏ ତେବେ ଅଙ୍ଗନବାଡ଼ି ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହୋଇପାରିବ ଏବଂ ଦେଶର ପୁଷ୍ଟି ମିଶନକୁ ଏକ ଦୃଢ଼ ଭିତ୍ତିଭୂମି ମିଳିପାରିବ। ବର୍ତ୍ତମାନ ଆସନ୍ତୁ ଜାଣିବା ସମାଜର ବିକାଶରେ ଅଙ୍ଗନବାଡ଼ି ଭଉଣୀମାନଙ୍କର ଭୂମିକା କେମିତି କ'ଣ ରହିଛି। ଅଙ୍ଗନବାଡ଼ି କର୍ମୀମାନେ କେବଳ ସରକାରୀ କର୍ମଚାରୀ ନୁହନ୍ତି, ବରଂ ସେମାନେ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ପ୍ରତିନିଧି। ସେମାନେ ପିଲାମାନଙ୍କ ଭବିଷ୍ୟତ ଗଠନ ଏବଂ ମା'ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି। ଆଗାମୀ ଦିନରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଦରମା ବୃଦ୍ଧି, ସମ୍ମାନ ଏବଂ ସଶକ୍ତିକରଣ ବୃଦ୍ଧି କରିବ। ସରକାରଙ୍କ ତରଫରୁ ଯେଉଁ ସୂଚନା ମିଳିଛି, ଆଗାମୀ ଦିନମାନଙ୍କରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି ହେବା ପାଇଁ ଯାଉଛି। ସେମାନେ ଯେହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସମାଜରେ ମା ଓ ପିଲାମାନଙ୍କ ପାଇଁ, ସେଥିପାଇଁ ତାଙ୍କର ଦରମା ବୃଦ୍ଧିକୁ ନେଇ ସରକାର ଏବେ ସଚେତନ ରହିଛନ୍ତି। ଏହାକୁ ନେଇ ନିଷ୍ପତ୍ତି ନେବେ ବୋଲି ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ ଯାହା ଅସୂଚନା ସୂତ୍ରରୁ ଜଣାପଡ଼ୁଛି, ତ ଆପଣମାନେ ଚିନ୍ତିତ ହେବା ଆଦୌ ବି ଉଚିତ ନୁହଁ। ଯାହା ସରକାରଙ୍କ ତରଫରୁ ଯେଉଁ ପ୍ରତିଶ୍ରୁତି ରହିଛି ଆପଣମାନଙ୍କୁ ନିଶ୍ଚୟ ଭାବରେ ପୂରଣ ହେବ। ତ ସେଥିପାଇଁ ସରକାର ଆପଣମାନଙ୍କ ପାଇଁ ଯେଉଁ ନୂଆ ବ୍ୟବସ୍ଥା ଗୁଡ଼ିକ ପରିଚାଳନା କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣମାନଙ୍କର ଦରମା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ଯାହା ବି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହେବ ତୁରନ୍ତ ଆପଣଙ୍କ ପାଖରେ ଭିଡ଼ିଓ ପହଞ୍ଚିବ। ଆଗାମୀ ଦିନରେ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଦରମା ବୃଦ୍ଧି, ସମ୍ମାନ ଏବଂ ସଶକ୍ତିକରଣ ବୃଦ୍ଧି କରିବେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନିଷ୍ପତ୍ତି ପ୍ରକୃତରେ ଏକ ବହୁତ ଭଲ ଖବର। ଏହା କେବଳ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ନାହିଁ, ବରଂ ସେମାନଙ୍କର କାମ ପ୍ରତି ସମ୍ମାନ ଏବଂ ସ୍ୱୀକୃତି ମଧ୍ୟ ବୃଦ୍ଧି କରିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯାହା ପ୍ରକାଶିତ ହୋଇଛି, ଖୁବ୍ ଶୀଘ୍ର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରାଯିବ। ନୂଆ ବ୍ୟବସ୍ଥା ମଧ୍ୟ ପ୍ରଚଳିତ କରାଯିବ ରାଜ୍ୟ ସରକାରଙ୍କ ତରଫରୁ। ତ ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ରହିବ ଯେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ। ଏହି ନିଷ୍ପତ୍ତି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଆଶା କରାଯାଇପାରେ। ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଶକ୍ତ କଲେ ହିଁ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର ସହିତ ଜଡ଼ିତ ଜାତୀୟ ଲକ୍ଷ୍ୟ ସଫଳତାର ସହିତ ହାସଲ କରାଯାଇପାରିବ। ଦେଖନ୍ତୁ, ଯଦି ରାଜ୍ୟ ସରକାରଙ୍କ ତରଫରୁ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟକମାନଙ୍କ ପାଇଁ ଦରମା ବୃଦ୍ଧି କରିବାରେ ବ୍ୟବସ୍ଥା କରାଯାଏ, ରାଜ୍ୟ ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ମାତୃ ଶିଶୁ ସ୍ୱାସ୍ଥ୍ୟ ପୁଷ୍ଟିସାର ଜଡ଼ିତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ପାଇବ। ଅଙ୍ଗନବାଡ଼ି ଭଉଣୀମାନଙ୍କର ସଶକ୍ତିକରଣ ଦେଶର ଉଜ୍ଜଳ ଭବିଷ୍ୟତର ମୂଳଦୁଆ ଏବଂ ଦରମା ବୃଦ୍ଧି ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇପାରେ। ଯାହା ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଖୁବ୍ ଶୀଘ୍ର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟକମାନଙ୍କ ପାଇଁ ନୂଆ ବ୍ୟବସ୍ଥା ହେବା ପାଇଁ ଯାଉଛି।